କାର୍ତ୍ତିକ ସଂକ୍ରାନ୍ତି ଥିଲା ବୋଲିକି ତା ସହିତ ଥିଲା ମଙ୍ଗଳ ସଂକ୍ରାନ୍ତି। ଆଉ ଡେରି ନ କରିକି ଆଜି ଅନ୍ଧାରୁ ଗେଲି ଝୁମୁକି ଉଠି ପଡ଼ିଥିଲୁ। ତାପରେ ଆମେ ଘର ଦ୍ୱାର ସଫାସଫି କରି କାମ ସବୁ ସାରିକି ଗାଧୋଇ ପାଧି ସଜ ହବାରେ ଲାଗି ଯାଇଥିଲୁ। ଆଉ ଗେଲି ଝିଅ କହୁଥିଲା ମା ଡେରି କରେନି, ଜଲ୍ଦି ଚାଲ, ଆଜି ତୁଳସା ପୂଜା କରିବା ନା ନାଇଁ ଚଉରା ପୂଜା। ଆଉ ବାପା ଆଣିଛନ୍ତି ନୂଆ ଶାଢ଼ୀଟା ଆମ ଚଉରା ପୂଜା ନାଇଁ, ତମେ ଜାଣିଛ ନା ନାଇଁ? ମୁଁ ସତେ କିଲୋ ଆଉ ଆମ କୁଇଲି ଆଜି ଉଡ଼ିଯିବ, ମୋ ମନ ବହୁତ କଷ୍ଟ ହେଉଛି। ମୁଁ ସତରେ କି ଆଜି ତ ଛତା ସଂକ୍ରାନ୍ତି କୁଇଲି ଉଡ଼ାଯିବ। ଆଉ ସେପଟେ ଦେଖିଲା ଗେଲି ବାପା ଆଜି ଏକଲା ଓଟାଟେ ଦଳିବା ପାଇଁ ଲାଗି ଯାଇଛନ୍ତି ଗୁପଚୁପ ପାଇଁ। ଆଉ ତାପରେ ମୁଁ ଫୁଲ ଥାଳି ନେଇକି ଦୁବ ବରକୋଳି ଧୂପ ଭୋଗ ସବୁରକ ସଜାଇବା ପାଇଁ ଲାଗି ଯାଇଥିଲି। ଆଉ ଗେଲି ଝିଅ କହୁଥିଲା ମା ଦେଖ ନା ମା ବୃନ୍ଦାବତୀ ନାଇଁ କେମିତି ଶାଢ଼ୀଟା ଯେଉଁ ଆସିଛି କେମିତି ହେଇଛି ଦେଖିଲ। ଆଉ ମୁଁ କହିଥିଲି ବହୁତ ବଢ଼ିଆ ହେଇଛି, ହଳଦୀ ଗଣ୍ଠି ଶାଢ଼ୀଟା ମାଆକୁ ବହୁତ ବଢ଼ିଆ ଲାଗିବ, ଲାଲି କୁଡ଼ି ବି ପଡ଼ିଛି। ଆଉ ଡେରି ନ କରିକି ଯାଇକି ଚଉରାମୂଳରେ ପହଞ୍ଚି ଯାଇଥିଲେ। ଆଉ ତାପରେ କାଢ଼ିକି ମୁଁ ଶାଢ଼ୀଟା କାଢ଼ିକି ପିନ୍ଧିବା ପାଇଁ ମାଆକୁ ଲାଗିଗଲି। ଆଉ ଆପଣମାନଙ୍କୁ କେମିତି ଲାଗୁଛି ଏଇ ଶାଢ଼ୀଟା ମା ପିନ୍ଧିଲା ପରେ ନିଶ୍ଚୟ କମେଣ୍ଟରେ ଲେଖିବେ। ଆଉ ଡେରି ନ କରିକି ମୁଁ ପିନ୍ଧେଇ ଦେଇଥିଲି ମାଆକୁ। ଆଉ ମା ନୂଆ ବୁଟ ହେଇକି ଦିଶୁଥିଲେ, ବହୁତ ସୁନ୍ଦର ଦିଶୁଥିଲେ ମା। ଆଉ ଡେରି ନ କରିକି ଗେଲି ଝିଅ କହୁଥିଲା ମା ତମେ ପୂଜା କରିସାରିଲେ ମୋତେ ଦେବ ପୂଜା କରିତେ। ମୁଁ କହିଲି ହଁ ଲୋ ମା, ତୁ ଟିକେ ହେଉଛି ଆମର ଆମ୍ବ ଡାଳ ଆଉ ଇଏ ହେଉଛି କୁଡ଼ିମି ଡାଳ ଶାଳ ଡାଳ ମୁଁ ସବୁ ନଦେଲେ କେମିତି ହେବ, ଏଗୁଡ଼ା ସବୁ ଦିଆଯାଏ ପରା। ଆଉ ଡେରି ନ କରି ଦୁବ 7 କେରା କାଢ଼ିକି ମୁଁ ହେଉଛି ଦେଇଥିଲି ଆମର ମଠିଆରେ। ଆଉ ମଠିଆରେ ଦୁବ କେରାରେ ପାଣି ପଡ଼ିବ ମା ଚଉରାଙ୍କ ମୁଣ୍ଡ ଉପରେ। ଆଉ ସେଠି ଡେରି ନ କରି ବାନ୍ଧିବା ପାଇଁ ଲାଗି ଯାଇଥିଲି। ଗେଲି ଝିଅ କହୁଥିଲା ମା ତୁମେ ଯଦି ସବୁ କରିଦେବ ମୁଁ କ'ଣ କରିବି କହିଲ? ମୁଁ କହିଥିଲି ସବୁ ପୂଜା କରିସାରିଲା ପରେ ତୁ ବନ୍ଦାପନା କରିବୁ ଆଉ ତାପରେ କୋଇଲି ଉଡ଼େଇବୁ। ତାପରେ ଡେରି ନ କରିକି 2 ହାତରେ ମାଆକୁ ଜୟ ମା ବୃନ୍ଦାବତୀ କହିକି ପାଣି ଟିକେ ଟେକି ଦେଇଥିଲି। ତାପରେ ଧୂପ ଦୀପ ଦେଇକି ନୈବେଦ୍ୟ ଦେଇକି ମାଆକୁ ଟିକେ ପୂଜା କରିବା ପାଇଁ ଲାଗି ଯାଇଥିଲି। ଆଉ ଗେଲି ଝିଅ କହୁଥିଲା ମା ଚନ୍ଦନ ଦେଉଛ ନା ନାହିଁ? ମୁଁ କହିଲି ହଁ ଲୋ ମା ଚନ୍ଦନ ଦେଇଦେଇଛି। ମା କାଛା ଆଉ ହେଉଛି ଆମର ଚୁଡ଼ିଟେ ଟିକେ ବାନ୍ଧିଦେଲା। ଆଉ ଡେରି ନ କରିକି କାଛ ଚୁଡ଼ି ବାନ୍ଧିଥିଲି। ଆଉ ତାପରେ ଛତୁଆ ବୁଟ ଛତୁଆ ଆଉ ଆମର କଦଳୀ ଗୁଡ଼ଚେନି ପକେଇକି ଭୋଗଟେ ଚକୁଡ଼ି ଦେଇଥିଲି। ତାପରେ ବନ୍ଦାପନା କରିବା ପାଇଁ ଲାଗି ଯାଇଥିଲି। ଆଉ ଗେଲି ଝିଅ ସେପଟେ ଚକ ଫୁଙ୍କିବା ଲାଗି ଯାଇଥିଲା। ଆଉ ଗେଲି ଝିଅ କହୁଥିଲା ମା ମୋତେ ଦେଉନ। ଆଉ ଭାରି ଚିଲିବୁଲି ହେଉଥିଲା ଝିଅ ଖଣ୍ଡିକ। ଆଉ ମୁଁ ଶାଢ଼ୀ ବନ୍ଦାପନା କଲା ଗେଲି ଝିଅ ଶଙ୍ଖଟେ ଫୁଙ୍କି ଦେଇଥିଲା। ତାପରେ ମୁଁ ଶଙ୍ଖ ଫୁଙ୍କିତେ ଲାଗି ଯାଇଥିଲି। ତାପରେ ଗେଲି ଝିଅ ବନ୍ଦାପନା କରିବା ପାଇଁ ଲାଗି ଯାଇଥିଲା। ଆପଣଙ୍କ ଘରେ ଆଜି ସକାଳୁ ସକାଳୁ କେମିତି ପୂଜା ପଟଳ କଲେ ନିହାତି କମେଣ୍ଟରେ ଲେଖିବେ। ଆଉ ଡେରି ନ କରିକି ଗେଲି ଝିଅ ପୁରା ଧ୍ୟାନ ସହିତ ତପ ସହିତ ପୁରା ଆଖି ପଡ଼ି ଠାକୁରଙ୍କୁ ଡାକୁଥାଏ। ଆଉ କେମିତି ତାର ଜୁହାର ହେଇପଡ଼ିଥାଏ। ଆଉ ମୁଁ ଜୁହାର ପଡ଼ି ଗେଲି ଝିଅ ଜୁହାର ପଡ଼ିଥିଲା। ଆଉ ସେପଟରେ ଠାକୁର ପୂଜା କରିସାରିକି ଗରମ କଡ଼କ ଚାହାଟେ ଆଜି କ୍ଷୀର ଚାହାଟେ ଗେଲିଆପାଙ୍କ ନାଗି ବନେଇବା ପାଇଁ ଲାଗି ଯାଇଥିଲି। ଆଉ ଗେଲିଆପା ସେପଟରେ ହେଉଛି ଗୁଳା କାଠିରେ ବେଲିବା ପାଇଁ ଲାଗି ଯାଇଥିଲେ। ମୁଁ କ'ଣ ଗେଲିଆପା ଆଜି ନିଜେ ଏକାଠି ସେ କରିଦେଉଛି ନା। ଆଉ ଯାଇକି ଗେଲିଆପାଙ୍କୁ ଲମ୍ବା ମୁଣ୍ଡିଆଟେ ମାରି ଦେଇଥିଲେ। ଆଉ କହିଥିଲି ଗେଲିଆପା କେମିତି ଚାହାଟେ ହେଇଛି? ନା ବଢ଼ିଆ ଚାହାଟେ ହେଇଛି, ମୋ ଘରମଣି କରିଛନ୍ତି ଯେ। ଆଉ କେମିତି ଲାଗିଲା ନିହାତି କମେଣ୍ଟ ଜଣାଇବେ। ରହିଲି, ଜୟ ଜଗନ୍ନାଥ।